ରାମ ନାରାୟଣ ରାମ। ମୂଳାଧାର ମଧ୍ୟରେ ଯେ ବୀଜ ଅଛି ତାହା 56ଟି ସମସ୍ତ ଅଣୁପରମାଣୁ ମିଶି ନିଜେ ନିଜେ ଫୁଟି ଉଠୁଥାଏ। ଏହି ବୀଜ ଯେଉଁଠି ଅଛି ସେଠିଠାରେ ସର୍ବଦର୍ଶୀ ଶକ୍ତି ଓ ଅନ୍ୟାନ୍ୟ ଶକ୍ତିମାନ୍ୟତା ଦେଖିବାକୁ ମିଳେ। ଏହି ବୀଜକୁ କିପରି ମୁକୁଳିତ କରାଯାଇପାରିବ ତାହା ବିଚାର କରିବା ଦରକାର। ଆଧ୍ୟାତ୍ମିକ ଆଲୋଚନା ଶୁଣିବା ପାଇଁ ମନ ଏବଂ ମାଟିକୁ ପ୍ରସ୍ତୁତ କରିବାକୁ ପଡ଼ିବ। ପ୍ରଥମ ଥର ଶୁଣିବା ସମୟରେ ଏହିମାନେ ଅସଙ୍ଗତ ଲାଗିପାରେ। ଗୋଭି ଖାଇବା ପୂର୍ବରୁ ଧାପା ବିଷୟରେ ଶୁଣିବାକୁ ପଡ଼ିବ। ଯେତେବେଳେ ଧାପା କ୍ଷେତରେ ସେଗୁଡ଼ିକୁ ଲଗାଯାଏ ସେତେବେଳେ ଦେଖି ଘୃଣା ଲାଗିଥାଏ, କିନ୍ତୁ ସେହି ସ୍ଥାନରେ ବଡ଼ ଗୋଭି ଉପଜେ। ନବଜାତ ଶିଶୁ ରକ୍ତରେ ମାରିଥିବା ଶିଶୁକୁ ସାଙ୍ଗରେ ସାଙ୍ଗେ ଗୋଦରେ ଉଠାଇ ଚୁମ୍ବନ ଦିଆଯାଇପାରିବ। ଲୋକଙ୍କୁ ଆଶ୍ଚର୍ଯ୍ୟ ଦେଇଥିବା ଅନେକ ପ୍ରକାରର ଘଟଣାମାନେ ଆଧ୍ୟାତ୍ମ ମଧ୍ୟରେ ରହିଛନ୍ତି, କିନ୍ତୁ ତତ୍ତ୍ୱ ଆଲୋଚନାକୁ ଶୁଣିବା ପୂର୍ବରୁ ନିୟୁ ତିଆରି କରିବାକୁ ହେବ। ତତ୍ତ୍ୱ ଏମିତି ଜିନିଷ ଯାହାକୁ ଠିକ୍ ଭାବେ ବୁଝିବା ପାଇଁ ନିୟୁ ଶୁଣିବା ଆବଶ୍ୟକ। ତୁମେମାନେ ସବୁ ଜଣେ ଏକ ଝୁରି ସରିଷ ଭଳି ଅଗଣିତ ଅଣୁପରମାଣୁ ନେଇ ବସିଛ। ଯଦି ଏକ ଝୁରି ସରିଷ କ୍ଷେତରେ ଛିଟାଯାଏ ତେବେ କିପରି ଗଛ ହେବ? ଏହି ଶରୀରରେ ମଧ୍ୟ ସରିଷ ଭଳି ଗ୍ରନ୍ଥିମାନେ ଅଛନ୍ତି, କିନ୍ତୁ ଆମେ ଏହାକୁ ବ୍ୟବହାର କରୁନାହିଁ। ଯେତେବେଳେ ଏହାକୁ କ୍ଷେତରେ ଛିଟାଯାଏ ସେତେବେଳେ ଭଲ ଲାଗେ ନାହିଁ, କିନ୍ତୁ ଗଛ ଉଗୁଥିବା ପରେ ସୁନ୍ଦର ଲାଗେ। ଫୁଲରେ ଭରିଯିବା ପରେ ସେଗୁଡ଼ିକୁ ଦେଖି ରହିବାକୁ ଇଚ୍ଛା ହୁଏ ଏବଂ ପିସି ଖାଇବାକୁ ମଧ୍ୟ ହୁଏ। ଏହି ଦୁଇଟି ମଧ୍ୟରେ ତାତ୍ତ୍ୱିକ ଭାତ ଅଛି। ଆମେ ପିସି ଖାଉଛୁ କିନ୍ତୁ ଠିକ୍ ଭାବରେ ବ୍ୟବହାର କରୁନାହିଁ। ଆମକୁ ଏହା ଦେଖିବାକୁ ପଡ଼ିବ ଯେ କିପରି ଏହାକୁ ଫୁଟାଯିବ। ସେହି ନିୟମମାନେ ଜାଣିବା ଆବଶ୍ୟକ।